ଏବେ ସାମ୍ନାକୁ ଆସିଲା ବଡ଼ ଖବର। ନିର୍ଦ୍ଦେଶ ଭବନରେ ରହିବା ଅସୁରକ୍ଷିତ, ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ। ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ। ଭୁବନେଶ୍ୱର ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ। ଏହାକୁ ନେଇ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ, ପହଞ୍ଚି ପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବା ନାହିଁ, ଯିବା। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀସ୍ଥିତ ଓଡ଼ିଶାର 3ଟି ଭବନ, ଓଡ଼ିଶା ନିବାସ, ଓଡ଼ିଶା ସଦନ, ଓଡ଼ିଶା ଭବନର ଯାଞ୍ଚ କରାଯାଉଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ 2ରୁ 3 ବର୍ଷ ମଧ୍ୟରେ ଭାଙ୍ଗିବାକୁ 2022 ଏପ୍ରିଲ 19 ତାରିଖରେ ରିପୋର୍ଟ ଦିଆଯାଇଥିଲା। ଏହାପରେ ପୁଣି 2024 ଅଗଷ୍ଟ 28 ତାରିଖରେ ଆଉ ଏକ ଚିଠି କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଛି କି ମରାମତି ପରେ ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ। ଏନେଇ ପୁନଃ ବିଭାଗର ମୁଖ୍ୟମନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି କରିଛନ୍ତି। ଏହା ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଭବନ ବିଲ୍ଡିଂ ପିଲର ଗୁଡ଼ିକରେ ଫାଟ ଦେଖାଯାଉଛି। ଏହା ଆମ କ୍ୟାମେରାରେ କଏଦ ହୋଇଛି। ଛାତରୁ ସିଡ଼ି ପର୍ଯ୍ୟନ୍ତ ସବୁଠି ଫାଟ। ଏନେଇ ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ, ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିଥିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀସ୍ଥିତ ଓଡ଼ିଶାର 3ଟି ଭବନ, ଓଡ଼ିଶା ନିବାସ, ଓଡ଼ିଶା ସଦନ ଓ ଓଡ଼ିଶା ଭବନର ଯାଞ୍ଚ କରାଯାଉଥିଲା।